ବାଲେଶ୍ୱର ସ୍ଥାନୀୟ ବୈଦ୍ୟୁତିକ ଗଣମାଧ୍ୟମ ଈଶ୍ୱର ଟିଭିର ମୁଖ୍ୟ ଲୋକନାଥ ପିରିଙ୍କର ଏକମାତ୍ର ପୁତ୍ର ଶୁଭଙ୍କର ପିରିଙ୍କର ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସାଙ୍ଗର ଜନ୍ମଦିନ ଉତ୍ସବରୁ ଶୁଭଙ୍କର ରାତି ପ୍ରାୟ 11:30 ବେଳେ ବାଇକ୍ରେ ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଫକୀରମୋହନ କଲେଜ ରୋଡର କୌଶଲ୍ୟା ମେମୋରିଆଲ ହସ୍ପିଟାଲ ସମ୍ମୁଖ ରାସ୍ତା ଅତିକ୍ରମ କରିବା ବେଳେ ଡାହାଣ ପାର୍ଶ୍ୱରେ ଥିବା ଘରର ପାଚେରୀରେ ସେ ଧକ୍କା ଦେଇ ତଳେ ପଡ଼ିଯାଇଥିଲେ। ପାଚେରୀରେ ଥିବା ଏକ ଲୁହା ଏଙ୍ଗେଲ ତାଙ୍କ ଛାତି ଓ ମୁଣ୍ଡରେ ପିଟି ହୋଇଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସହ କିଛି ସ୍ୱେଚ୍ଛାସେବୀ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଆସିଥିଲେ। ମାତ୍ର ଡାକ୍ତର ଶୁଭଙ୍କରଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଟାଉନ ଥାନା ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବିଳମ୍ବିତ ରାତିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ହୋଇଥିବା ସିସିଟିଭି ଫୁଟେଜ ଓ ପ୍ରାଥମିକ ତଦନ୍ତରୁ ପୁଲିସ ଅନୁମାନ କରିଛି। ଶୁଭଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଶେଷକୃତ୍ୟ ପାଇଁ ତାଙ୍କର ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଛି। ଶୁଭଙ୍କର ମୃତ୍ୟୁରେ ସାମାଜିକ ସଂଗଠନ ହେଲ୍ପିଂ ସୋସାଇଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏନେଇ ସ୍ଥାନୀୟ ଶହୀଦ ପାର୍କଠାରେ ସଂଗଠନର ସଦସ୍ୟମାନେ କ୍ୟାଣ୍ଡେଲ ଜାଳି ଦିବଂଗତଙ୍କ ଉଦ୍ଦେଶ୍ୟରେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ। ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ସମସ୍ତେ କାମନା କରିଥିଲେ। ସଂଗଠନର ସଭାପତି ସମାଜସେବୀ ହିତିକ ନାୟକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପରଶୁରାମ ବେହେରା, ବିକାଶ ପାଢ଼ୀ, ଜୀବନ ସଂଗ୍ରାମ ମିଶ୍ର, ଦିବ୍ୟରଞ୍ଜନ ଦାସ, ଋଷିକେଶ ମହାରଣା, ଶୁଭମ ଦତ୍ତ, ପୁପୁନ ମହାଳିକ, ସିଦ୍ଧାର୍ଥ ବେହେରାଙ୍କ ସମେତ ହେଲ୍ପିଂ ସୋସାଇଟିର ବହୁ ସଦସ୍ୟ ଉପସ୍ଥିତ ରହି ସ୍ୱର୍ଗତ ଶୁଭଙ୍କରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।